ମିଟୁ, ମିଟୁ, ମୋ ଘର ଭଡ଼ା ଟଙ୍କା ଦେ। ଏଇ ନିଅନ୍ତୁ ଚିଲ ଦିଦି। ତାପରେ ଚିଲ ଟଙ୍କା ନେଇ ସେଠାରୁ ଚାଲିଗଲା। ସେ ଜଙ୍ଗଲରେ ଚିଲର ଅନେକ ଘର ଥିଲା। ସେ ଚଢ଼େଇମାନଙ୍କୁ ତା ଘର ଭଡ଼ାରେ ରହିବାକୁ ଦେଉଥିଲା। ଚଢ଼େଇମାନେ ବି ତାକୁ ଠିକ୍ ସମୟରେ ଟଙ୍କା ଦେଉଥିଲେ। ଚଢ଼େଇ, ତୁ ଘରେ ଅଛୁ ନା? ମୁଁ ଘର ଭଡ଼ା ଟଙ୍କା ନେବାକୁ ଆସିଛି। ଏ ମାସର ଘର ଭଡ଼ା ଟଙ୍କାଟା। ଚିଲ ଦିଦି, ଏ ମାସର ସବୁ ଟଙ୍କା ସଉଦା କିଣିବାରେ ସରିଯାଇଛି। ମୁଁ ଆର ମାସ ତମକୁ ଟଙ୍କା ଦେଇଦେବି। ଆଚ୍ଛା ଠିକ୍ ଅଛି ଚଢ଼େଇ, ମୁଁ ଆର ମାସ 2 ମାସର ଟଙ୍କା ଏକା ସାଙ୍ଗରେ ନେଇଯିବି। ଏମିତି କହି ଚିଲ ସେଠାରୁ ଚାଲିଗଲା। ଦିନେ ଦୁଇଟି କାଉ ସେ ଜଙ୍ଗଲକୁ ଆସିଲେ। ଆରେ ଶୁଣୁଛ, ଆମେ ଏ ଜଙ୍ଗଲକୁ ତ ଚାଲି ଆସିଲେ, ଏବେ କୋଉଠି ରହିବା ଆଉ କଣ କରିବା? ଆମେ ବି ସେଇ କାମ କରିବା ଯାହା ଏ ଚଢ଼େଇମାନେ କରୁଛନ୍ତି। ଏ ଚଢ଼େଇମାନେ ଅନ୍ୟମାନଙ୍କ ଜମିରେ ଚାଷ କରି ଖାଇବା ଯୋଗାଡ଼ କରନ୍ତି। ଆମେ ବି ଠିକ୍ ସେମିତି କରିବା। ମୁଁ ଶୁଣିଛି ଏଇ ଜଙ୍ଗଲରେ ଥିବା ଚିଲ ଚଢ଼େଇମାନଙ୍କୁ ଭଡ଼ାରେ ଘର ଦିଏ। ଆମେ ଆଉ ପରିଶ୍ରମ କରି ଘର ତିଆରି କରିପାରିବାନି। ଚାଲ, ଆମେ ଚିଲ ପାଖକୁ ଯାଇ ତାକୁ ଘର ମାଗିବା। ତାପରେ ସେମାନେ ଚିଲର ଘରକୁ ଗଲେ। ଚିଲ ସେମାନଙ୍କୁ ଦେଖି କହିଲା, ମୁଁ ତମମାନଙ୍କୁ ଆଗରୁ ତ ଏ ଜଙ୍ଗଲରେ ଦେଖିନି। ତମେମାନେ କଣ ନୂଆ ଏ ଜଙ୍ଗଲକୁ ଆସିଛ? ଆମେ ପାଖ ଜଙ୍ଗଲରୁ ଆଜି ହିଁ ଜଙ୍ଗଲକୁ ଆସିଛୁ। ଆମ ଜଙ୍ଗଲରେ କାମ ମିଳୁନି। ଆମେ କାମ ଆଉ ରହିବା ପାଇଁ ଘର ଖୋଜୁଛୁ। ଚିଲ ଦିଦି, ଆମେ ଶୁଣିଲୁ ତୁମେ ଚଢ଼େଇମାନଙ୍କୁ ଘର ଭଡ଼ା ଦିଅ। ହଁ, ତମେମାନେ ଠିକ୍ ଶୁଣିଛ। ହେଲେ ମୋର ଗୋଟିଏ ହିଁ ଘର ଖାଲି ଅଛି। ସେ ଘର ଟିକେ ପୁରୁଣା। ସେ ପୁରୁଣା ଘରେ ତମେମାନେ ରହିପାରିବ ତ? ପୁରୁଣା ହେଉ କି ନୂଆ, ଆମକୁ ତ କେବଳ ଏକ ଘର ଦରକାର। ହଁ ହଁ, ଆମେ ସେଠି ରହିପାରିବୁ। ତେବେ ଠିକ୍ ଅଛି, ଚାଲ ମୋ ସାଙ୍ଗରେ, ମୁଁ ତମମାନଙ୍କୁ ସେ ଘର ଦେଖେଇଦେବି। ଏ ଘରେ ଆଜିଠୁ ତମେମାନେ ରହିବ। ମୋ ଘର ଭଡ଼ା ଦାମ ହେଲା 500 ଟଙ୍କା। ତୁମ ପାଖ ପଡ଼ୋଶୀ ଚଢ଼େଇ ରାଜୁ ଚଢ଼େଇ ଜମିରେ କାମ କରେ। ତମେମାନେ ତା ପାଖକୁ ଯାଅ, ସେ ତମମାନଙ୍କୁ କାମ ଖୋଜିବାରେ ସାହାଯ୍ୟ କରିଦେବ। ଏମିତି କହି ଚିଲ ସେଠାରୁ ଚାଲିଗଲା। ଆଉ କାଉମାନେ ଚଢ଼େଇ ପାଖକୁ ଗଲେ। ଚଢ଼େଇ, ଆମେ ପାଖ ଜଙ୍ଗଲରୁ ଆସିଛୁ। ଆମ ପାଖରେ ଏବେ କିଛି ବି କାମ ନାହିଁ। କାମ ପାଇପାରି ତୁ ଆମକୁ ଟିକେ ସାହାଯ୍ୟ କରିଦେ। ଆମେ ତ ପାଖ ଘରେ ଆଜିଠୁ ରହିଲୁ। ଆମେ ଆଜିଠାରୁ ପଡ଼ୋଶୀ। ପଡ଼ୋଶୀ ହେଇ ଆମେ ମିଳିମିଶି ରହିବା। ଓ, ତାହେଲେ ତ ଭଲ କଥା। କାମ ପାଇଁ ଚିନ୍ତା କରନି। ମୁଁ ଯୋଉଠି କାମ କରି ତମେମାନେ ବି ସେଇଠି କାମ କରିପାରିବ। ଆସ ମୋ ସାଙ୍ଗରେ। ଏମିତି କହି ଚଢ଼େଇ ସେମାନଙ୍କୁ ରାଜୁ ପାଖକୁ ନେଇଗଲା। ଆଉ ତାକୁ ସବୁ କଥା କହିଲା। ରାଜୁ ବି ତା ଜମିରେ କାଉମାନଙ୍କୁ କାମ ଦେଲା। ସେବେଠାରୁ ଚଢ଼େଇ ଆଉ କାଉମାନେ ରାଜୁର ଜମିରେ କାମ କଲେ। ସନ୍ଧ୍ୟାରେ ନିଜ ନିଜ ମଜୁରୀ ଟଙ୍କା ଧରି ସେମାନେ ଘରକୁ ଫେରିଲେ। ଏମିତି କାଉମାନେ ମିଳିମିଶି ଚଢ଼େଇ ସହ ରହୁଥିଲେ। ଦେଖୁ ଦେଖୁ ଗୋଟେ ମାସ ବିତିଗଲା। କାଉ, ମାସେ ହେଇଗଲା, ମତେ ଏବେ ଘର ଭଡ଼ା ଦେ। ମୋ ଘର ଭଡ଼ା 500 ଟଙ୍କା। ତୋର ମନେ ଅଛି ତ? ହଁ ହଁ ଚିଲ ଦିଦି, ମୋର ମନେ ଅଛି। ଏଇ ନିଅ ଟଙ୍କା। ଚିଲ ଦିଦି, ଏଇ ନିଅ ମୋର 2 ମାସର ଘର ଭଡ଼ା 800 ଟଙ୍କା। ଏଇ କଣ ଚିଲ ଦିଦି, ଚଢ଼େଇ ପାଖରୁ 400 ଟଙ୍କା ନେଉଛ, ଆଉ ଆମ ପାଖରୁ 100 ଟଙ୍କା ଅଧିକ କରି କାହିଁକି ନେଉଛ? ଚଢ଼େଇ ଅନେକ ଦିନରୁ ଏଠି ରହିଛି। ତାର ସ୍ୱାମୀ ବି ନାହିଁ। ସେଥିପାଇଁ ମୁଁ ତାକୁ 100 ଟଙ୍କା ଛାଡ଼ କରିଛି। ସେ ଏକୁଟିଆ ହିଁ ଅନେକ କଷ୍ଟ କରି ତା ଘର ଚଳାଏ। ଆରେ ତୁ ଦେଖିଲୁ, ଚିଲ ଚଢ଼େଇ ପାଖରୁ 400 ଟଙ୍କା ଘର ଭଡ଼ା ନେଉଛି, ଆଉ ଆମ ପାଖରୁ 500 ଟଙ୍କା ନେଉଛି। ହଁ, ମୁଁ ବି ଦେଖିଲି। ଚିଲ ଏସବୁ ଠିକ୍ କରୁନି। ଚଢ଼େଇ କମ୍ ଟଙ୍କା ଦେଇ ଆମଠୁ ବି ଭଲ ଘରେ ରହୁଛି, ଆଉ ଆମେ ଅଧିକ ଟଙ୍କା ଦେଇ ଏଇ ପୁରୁଣା ଘରେ ରହୁଛେ। ନା, ଏ କଥାକୁ ଆମେ ମାନି ପାରିବାନି। କିଛି ଗୋଟେ କର, ଯେମିତି ସେ ଚଢ଼େଇ ଘର ଆମର ହେଇପାରିବ। ହଁ, ତୁ ଠିକ୍ କହିଛୁ। ମୋ ପାଖରେ ଏକ ଉପାୟ ଅଛି, ଶୁଣ। ଏମିତି ସେ 2 କାଉ ଯୋଜନା ବନିଲେ, ଆଉ ନିଜ ଘରେ ନିଆଁ ଲଗେଇ ଦେଇ ଚିଲ ପାଖକୁ ଗଲେ। ଚିଲ ଦିଦି, ସର୍ବନାଶ ହେଇଯାଇଛି। ଆରେ କଣ ହେଲା? ତମେମାନେ ଏମିତି କାହିଁକି କହୁଛ? ଚିଲ ଦିଦି, ଆମେ ଚଢ଼େଇକୁ ତା ଘର ମାଗୁଥିଲୁ ରହିବା ପାଇଁ। ହେଲେ ଚଢ଼େଇ ଆମକୁ ତା ଘର ତ ଦେଲା ନାହିଁ, ଓଲଟା ଆମ ସହ ଝଗଡ଼ା କଲା। ଝଗଡ଼ା ସରିବା ପରେ ଆମେ ନଦୀକୁ ପାଣି ପିଇବା ପାଇଁ ଚାଲିଗଲୁ। ଯେତେବେଳେ ଫେରିଲୁ, ଦେଖିଲୁ ଚଢ଼େଇ ତୁମ ଘରେ ନିଆଁ ଲଗେଇ ଦେଇଛି। ଆଉ ସେ କହୁଥିଲା ଆମକୁ ଏ ଜଙ୍ଗଲରୁ ବାହାର କରିଦେବ। ଚିଲ ଦିଦି, ଝଗଡ଼ା ତ ସେ ଆମ ସହ କରିଥିଲା, ହେଲେ ସେ ତୁମ ଘରେ କାହିଁକି ନିଆଁ ଲଗେଇ ଦେଲା କହିଲ?
ଏବେ ଆମେ କୋଉଠି ରହିବୁ? ଆମ ସାଙ୍ଗରେ ଚାଲନ୍ତୁ ଚିଲ ଦିଦି, ସେ ଚଢ଼େଇର କଥା ବୁଝିବ। କଣ ହେଲା? ଚଢ଼େଇ ମୋ ଘରେ ନିଆଁ ଲଗେଇଦେଲା। ମୁଁ ତାକୁ ଜମା ବି ଛାଡ଼ିବିନି। ଏମିତି ସେ କାଉମାନଙ୍କ ସାଙ୍ଗରେ ତା ଘରକୁ ଗଲା। ଆଉ ତା ଘରକୁ ନିଆଁରେ ପୋଡୁଥିବାର ଦେଖି ସେ ଭୀଷଣ ରାଗିଗଲା। ଚଢ଼େଇ, ଏ ଚଢ଼େଇ, ଶୀଘ୍ର ବାହାରକୁ ଆସେ। ଆସ କହୁଛି। ଏ କଣ, ଚଢ଼େଇ ତ ତା ଘରେ ନାହିଁ। ନିଆଁ ଲଗେଇ ଦେଇ ସେ ଚଢ଼େଇ ବାହାରକୁ ଚାଲି ଯାଇଛି। ଦେଖୁଛ ଚିଲ ଦିଦି, ସେ ଚଢ଼େଇ କେତେ ଚାଲାକ। ସେ ଯେତେ ଚାଲାକ ହେଲେ ବି ଆଜି ମୁଁ ତାକୁ ଛାଡ଼ିବିନି। ସେ ଖାଲି ଥରେ ଘରକୁ ଆସୁ। ସେହି ସମୟରେ ଚଢ଼େଇ ତା ଝିଅକୁ ଧରି ସେଠି ପହଞ୍ଚିଗଲା। କଣ ହେଲା ଚିଲ ଦିଦି, ଏ ସମୟରେ ତୁମେ ମୋ ଘରେ? ମୁଁ ଏଠାକୁ କଣ ପାଇଁ ଆସିଛି ତୁ ଭଲ ଭାବରେ ଜାଣିଛୁ। ତୁ କାଉମାନଙ୍କ ସହ ଝଗଡ଼ା କଲୁ, ହେଲେ ମୋ ଘରେ କାହିଁକି ନିଆଁ ଲଗେଇଦେଲୁ? ତୁ କଣ ସେ ଘରକୁ କାଉ ଘର ଭାବିଛୁ? ତୋର ସ୍ୱାମୀ ନାହିଁ ବୋଲି ମୁଁ ତ ପାଖରୁ ଘର ଭଡ଼ା 100 ଟଙ୍କା କମ୍ ନେଉଥିଲି। ତା ବଦଳରେ ତୁ ମୋର ଏତେ ବଡ଼ କ୍ଷତି କଲୁ। ଏସବୁ କଣ କହୁଛ ଚିଲ ଦିଦି? ମୁଁ ଏ ବିଷୟରେ କିଛି ବି ଜାଣିନି। ମୁଁ ମୋ ଝିଅ ସହ ନଦୀକୁ ଗାଧୋଇବା ପାଇଁ ଯାଇଥିଲି। ମତେ ବିଶ୍ୱାସ କର ଚିଲ ଦିଦି, କାଉମାନଙ୍କ ଘରେ କେମିତି ନିଆଁ ଲାଗିଲା ମୁଁ କିଛି ଜାଣିନି। ଚୁପ୍ କର, କାଉମାନେ ତୋର ସବୁ କଥା ମତେ କହିଛନ୍ତି। ତୁ ଏ ଘରେ ଆଉ ରହିପାରିବୁନି। ଆଜି ହିଁ ମୋ ଘର ଛାଡ଼ି ଚାଲିଯା, ନହେଲେ ମୁଁ ତତେ ପିଟି ପିଟି ଏ ଜଙ୍ଗଲରୁ ବାହାର କରିଦେବି। ନା, ପିଟିବାକୁ ପଡ଼ିବନି। ଆମେ ମିଛ ଜାଲରେ ପଡ଼ି ଯାଇଛୁ। ଆମେ ଏବେ ହିଁ ଘର ଛାଡ଼ି ଚାଲିଯିବୁ। କାଉ ଅଙ୍କଲ, କାଉ ଆଣ୍ଟି, ତୁମେ ଦୁଇ ଜଣ ବହୁତ ଖରାପ। ଦିନେ ମୋ ମା ପାଇଁ ତୁମେମାନେ କାମ ପାଇଥିଲ, ଆଉ ଆଜି ଆମକୁ ଆମ ଘରୁ ବାହାର କରିଦେଉଛ। ତୁମେ ଦୁଇ ଜଣ ବହୁତ ସ୍ୱାର୍ଥପର। ମାରି, ଏମାନଙ୍କୁ କହିକି କିଛି ଲାଭ ନାହିଁ। ଭୁଲ ତ ମୋର, ମୁଁ ଏମାନଙ୍କୁ ଚିହ୍ନି ପାରିଲିନି। ଚାଲ ମା, ଆମେ ଏଠୁ ଚାଲିଯିବା। ଏମିତି କହି ଚଢ଼େଇ ଆଉ ତାର ଝିଅ ସେଠାରୁ ଚାଲିଗଲେ। ଚିଲ କାଉମାନଙ୍କୁ ଚଢ଼େଇ ଘରେ ରହିବାକୁ ଦେଲା। ସେପଟେ ମାରି, ଏ ନଦୀ ବହୁତ ବଡ଼। ଆମେ ଉଡ଼ିକି ନଦୀ ପାର କରିପାରିବାନି। ନଦୀ ସେପାରି ଜଙ୍ଗଲରେ ମୋ ଭଉଣୀ ରୁହେ। ଚାଲ, ଆଜି ଆମେ ତା ଘରକୁ ଯିବା। ଠିକ ଅଛି ମା, ଚାଲ ଯିବା। ତାପରେ ମା ଛୁଆ ଡଙ୍ଗାରେ ବସି ଆଗକୁ ଗଲେ। କିଛି ଦୂର ଗଲା ପରେ ସନ୍ଧ୍ୟା ହେଇଗଲା। ମା, ସନ୍ଧ୍ୟା ହେଇଗଲାଣି। ମତେ ଭାରି ଡର ଲାଗୁଛି ମା। ସେ ଜଙ୍ଗଲରେ ଯଦି କିଛି ହିଂସ୍ର ଜନ୍ତୁ ଥିବେ, ସେମାନେ ତ ଆମକୁ ଖାଇଦେବେ। ତୁ ଭୟ କରନି ମା, ଆଜି ରାତି ଆମେ ଏ ଡଙ୍ଗାରେ ବିତେଇଦେବା। ସକାଳ ହେଲେ ଆମେ ଜଙ୍ଗଲ ଭିତରକୁ ଯିବା। ଚଢ଼େଇର କଥା ସରୁ ସରୁ ସେଇ ନଦୀ ଭିତରୁ 3ଟି ମକା ଘର ବାହାରିଲା। ଆରେ ଆରେ, ଏ ନଦୀ ଉପରକୁ ମକା ଘର କେମିତି ଆସିଲା? ଆଉ ଏ ଘର ଭିତରେ ଛୁଆ କାନ୍ଦିବାର ଶବ୍ଦ ଶୁଭୁଛି। ନିଶ୍ଚୟ କୋଉ ଛୁଆ ବିପଦରେ ଅଛି। ଚାଲ ମା, ଏ ଘର ଭିତରକୁ ଯାଇ ଦେଖିବା। ଏମିତି କହି ମା ଚଢ଼େଇ ପ୍ରଥମ ଘରକୁ ଗଲା। ସେ ଘରେ ସେ ଅନେକ ଧନ ରତ୍ନ ଦେଖିଲା। ଆରେ, ଏ ଘରେ ତ ସୁନା ହୀରା ଭର୍ତ୍ତି ଅଛି। ଛୁଆଟା ବୋଧେ ଆର ଘରେ ଅଛି। ଚାଲ ମା, ଆର ଘରକୁ ଯିବା। ଛୁଆଟି ନିଶ୍ଚୟ କଷ୍ଟରେ ଥିବ, ସେଥିପାଇଁ ଏମିତି କାନ୍ଦୁଛି। ତାପରେ ମା ଚଢ଼େଇ ଦ୍ୱିତୀୟ ଘରକୁ ଗଲା। ସେ ଘରେ ବି ସେ ଅନେକ ଧନ ରତ୍ନ ଦେଖିଲା। ସେଠାରେ ସେ ନ ରହି ତୃତୀୟ ଘରକୁ ଗଲା। ସେଠି ସେ ଦେଖିଲା, ଆରେ, ଏ କଣ? କିଏ ତୁ? ତତେ ଏଠି ଏମିତି କିଏ ବାନ୍ଧିଛି? ମତେ ଆଗ ଖୋଲି ଦିଅ, ମୁଁ ତୁମକୁ ସବୁ କଥା କହିବି। ତାପରେ ମା ଚଢ଼େଇ ତାକୁ ଦୌଡ଼ିରେ ମୁକ୍ତ କଲା। ସେ ଚଢ଼େଇ ଛୁଆ ସଙ୍ଗେ ସଙ୍ଗେ ଏକ ପରୀ ପାଲଟିଗଲା। ମୁଁ ଗୋଟେ ପରୀ, ଗୋଟେ ଦୁଷ୍ଟ ରାକ୍ଷସୀ ତା ପ୍ରତିଶୋଧ ନେବା ପାଇଁ ମତେ ମକା ଘରେ ବନ୍ଦୀ କରି ରଖିଥିଲା। ଆଉ 2ଟି ମକା ଘରେ ଧନରତ୍ନ ରଖିଦେଇଥିଲା। ସେ କହିଥିଲା, ଯୋଉ ପକ୍ଷୀ ଲୋଭରେ ନ ପଡ଼ି ଏ ତୃତୀୟ ଘରକୁ ଆସି ମତେ ମୁକ୍ତ କରିବ, ମୁଁ ମୋ ପୂର୍ବ ରୂପ ଫେରି ପାଇବି। ତ ଆଗରୁ ଅନେକ ପକ୍ଷୀ ଏଠାକୁ ଆସିଥିଲେ, ହେଲେ ସମସ୍ତେ ସେ ଧନରତ୍ନ ଲୋଭରେ ପଡ଼ି ନିଜ ଜୀବନ ହରାଇଲେ। କେବଳ ତୁ ଲୋଭ ନ କରି ମତେ ମୁକ୍ତ କଲୁ। ମୋ ଜୀବନ ବଞ୍ଚିଥିବାରୁ ତତେ ବହୁତ ବହୁତ ଧନ୍ୟବାଦ ଚଢ଼େଇ। ସେ 2 ମକା ଘରେ ଥିବା ସବୁ ଧନ ସମ୍ପତ୍ତି ଆଜିଠୁ ତୋର। ଏତେ ସାରା ଧନ ସମ୍ପତ୍ତି ମୋର ଦରକାର ନାହିଁ। ମୋର ଏବେ କେବଳ ଗୋଟେ ଘର ଦରକାର। ଚଢ଼େଇ, ତୁ ମୋର ଜୀବନ ବଞ୍ଚିଛୁ। ମୁଁ ଖୁସିରେ ତତେ ଧନରତ୍ନ ଦେଉଛି। ତୁ ସେସବୁ ନେଇ ନିଜ ପାଇଁ ସୁନ୍ଦର ଏକ ଘର କିଏ। ମୁଁ ଏବେ ଯାଉଛି ଚଢ଼େଇ। ଏମିତି କହି ପରୀ ସେଠାରୁ ଚାଲିଗଲା। ମା ଚଢ଼େଇ କିଛି ଧନରତ୍ନ ନେଇ ସହରକୁ ଗଲା, ଆଉ ସେସବୁ ବିକ୍ରି କରି ଏକ ବଡ଼ ଘର କିଣି ରହିଲା। ଦିନେ ସେପଟେ, ଆରେ ତୁ ଦେଖିଲୁ ଆମେ କେମିତି ମିଛ ନାଟକ କରି ଚଢ଼େଇକୁ ତା ଘରୁ ବାହାର କରିଦେଲେ। ହଁ, ତୁମେ ଠିକ କହିଛ। ସତରେ ସେ ଚିଲଟା ଭାରି ବୋକି। ଆମେ ନିଜେ ହିଁ ଚିଲ ଘରେ ନିଆଁ ଲଗେଇ ଚଢ଼େଇକୁ ଫସେଇ ଦେଲେ।
ବକିଚିଲା ଆମ କଥାକୁ ବିଶ୍ୱାସ କରିନେଲା। ବଦମାସ ଦଳ, ତମ ମାନଙ୍କ କଥାକୁ ବିଶ୍ୱାସ କରି ମୁଁ ଏକ ଭଲ ଚଢ଼େଇକୁ ମୋ ଘରୁ ବାହାର କରିଦେଲି। ଏବେ ମୁଁ ତମ ମାନଙ୍କୁ ଜମା ବି ଛାଡ଼ିବିନି। ଏମିତି କହି ଚିଲା ପିଟି ପିଟି କାଉ ମାନଙ୍କୁ ଜଙ୍ଗଲରୁ ବାହାର କରିଦେଲା। ମୁଁ ଏବେ ହିଁ ଚଢ଼େଇ ପାଖକୁ ଯିବି ଆଉ ତାକୁ କ୍ଷମା ମାଗିବି। ମୁଁ ତା ସହ ବହୁତ ଅନ୍ୟାୟ କରିଛି। ସେ ନିଶ୍ଚୟ ପାଖ ଜଙ୍ଗଲକୁ ଯାଇଥିବ। ମୁଁ ସେ ଜଙ୍ଗଲ ଯାଇ ତାକୁ ଖୋଜି ଦେଖେ। ଏମିତି କହି ଚିଲା ପାଖ ଜଙ୍ଗଲକୁ ଗଲା ଆଉ ଚଢ଼େଇକୁ ଖୋଜିଲା। ଏଇ ଘରେ ମୁଁ ପଚାରି ଦେଖେ ସେମାନେ ଚଢ଼େଇକୁ ଜାଣିଛନ୍ତି କି ନାହିଁ। ଘରେ କିଏ ଅଛନ୍ତି? ବାହାରକୁ ଆସନ୍ତୁ। ଚଢ଼େଇ, ତୁ ଏଠି? ମୁଁ ତତେ ହିଁ ଖୋଜୁଥିଲି। ମୁଁ ତତେ ନେବା ପାଇଁ ଆସିଛି। ମତେ କ୍ଷମା କରିଦେବୁ ଚଢ଼େଇ। ସେଦିନ ମୁଁ ତୋ କଥାକୁ ବିଶ୍ୱାସ ନ କରି ତତେ ମୋ ଘରୁ ବାହାର କରିଦେଇଥିଲି। କାଉମାନେ ଏମିତି ମିଛ କହିଥିଲେ ମୁଁ ତାଙ୍କ କଥାକୁ ବିଶ୍ୱାସ କରିନେଲି। ଏବେ ମୁଁ ସତ କଥା ଜାଣିପାରିଲି। ସେମାନେ ତତେ ଘରୁ ବାହାର କରିବା ପାଇଁ ଏମିତି ମିଛ ନାଟକ କରୁଥିଲେ। ମୁଁ ସେମାନଙ୍କୁ ସେ ଜଙ୍ଗଲରୁ ବାହାର କରିଦେଇଛି। ଭଲ କରିଛ ଚିଲା ଦିଦି। ସେ ଦୁଷ୍ଟ କାଉ ମାନଙ୍କୁ ଜଙ୍ଗଲରୁ ବାହାର କରି ବହୁତ ଭଲ କାମ କରିଛ। ନହେଲେ ସେମାନେ ଅନ୍ୟ ଚଢ଼େଇ ମାନଙ୍କର ବି କ୍ଷତି କରିଥାନ୍ତି। ଚିଲା ଦିଦି, ଏ ଘର ମୋର। ତୁମେ ମତେ ନିଜ ଘରୁ ବାହାର କରି ସାରିଲା ପରେ ମୁଁ ଏ ଘର ପାଇଲି। ଆଜି ମୁଁ ଭଲରେ ଚଳୁଛି। ଭଗବାନ ଯାହା ବି କରନ୍ତି ଭଲ ପାଇଁ କରନ୍ତି। ହେଲେ ଚଢ଼େଇ, ତୁ ଏତେ ସବୁ କେମିତି ପାଇଲୁ? ତାପରେ ମା ଚଢ଼େଇ ଚିଲାକୁ ସବୁ ଘଟଣା କହିଲା। ବହୁତ ଭଲ ଚଢ଼େଇ, ଏବେ ତୁ ଖୁସିରେ ରହ। ବେଳେ ବେଳେ ଆମ ଜଙ୍ଗଲକୁ ବୁଲିବା ପାଇଁ ଆସିବୁ। ମୁଁ ଏବେ ଯାଉଛି। ଏମିତି କହି ଚିଲା ଚାଲିଗଲା। ମା ଚଢ଼େଇ ନିଜ ଝିଅ ସହ ଖୁସିରେ ସେ ଘରେ ରହିଲା। ଗୋଟିଏ ଜଙ୍ଗଲରେ ଅନେକ ରଙ୍ଗ ବେରଙ୍ଗର ଚଢ଼େଇ ମିଳିମିଶି ରହୁଥିଲେ। ସେ ଜଙ୍ଗଲରେ ଗୋଟେ ବି କାଉ ନଥିଲେ। ଦିନେ ହଠାତ୍ ସେ ଜଙ୍ଗଲକୁ ଏକ କାଉ ଚାଲି ଆସିଲା ଆଉ ଜୋର ଜୋରରେ କା କା କହି ଚିତ୍କାର କଲା। ଏଇ, ଏଠି ଏମିତି କା କା କହି କାହାକୁ ଡାକୁଛୁ? ଯା ସେ କା କା ଘରକୁ, ତାକୁ ସେଠି ଡାକିବୁ। ଏଠି ଏମିତି ରଡ଼ି କାହିଁକି ଛାଡୁଛୁ? ମୁଁ କୋଉ କା କାକୁ ଡାକୁନି। ଏଇଟା ମୋ ସ୍ୱର। ମୁଁ ଏମିତି ହିଁ ଗୀତ ଗାଏ। ଏଇ ଚୁପ କର। ଏମିତି ଆଉ ଚିତ୍କାର କରନି, ନହେଲେ ମୋ କାନରୁ ରକ୍ତ ବାହାରିବ। ଆଚ୍ଛା କହିଲୁ, ତୁ କୋଉଠୁ ଆସିଛୁ? ଆଗରୁ ତ ମୁଁ ତତେ এই ଜଙ୍ଗଲରେ ଦେଖିନି। ମୋର ସେମିତି କିଛି ଜାଗା ନାହିଁ। ମତେ ଯୋଉଠି ବି ଭଲ ଲାଗେ ମୁଁ ସେଇଠି ରହିଯାଏ। ଓହୋ, ଲାଗୁଛି ଇଏ ଆଜି ମୋ କାନ ଖରାପ କରିକି ରହିବ। ତୋର ସେ ବେସୁରା କଣ୍ଠରେ ରଡ଼ି ଛାଡୁଥା। ମୁଁ ଏବେ ଯାଉଛି। ଏମିତି କହି ସେ ଚଢ଼େଇ ସେଠାରୁ ଚାଲିଗଲା। ରାସ୍ତାରେ ତାର ଆଉ କିଛି ଚଢ଼େଇଙ୍କ ସହ ଦେଖା ହେଲା। ଆରେ, ତମେ ମାନେ ଜାଣିଛ ଆମ ଜଙ୍ଗଲକୁ ଏକ ଅସୁନ୍ଦର ପକ୍ଷୀ ଚାଲି ଆସିଛି। ଦେଖିବାକୁ ସେ ଯେମିତି ଅସୁନ୍ଦର, ତା କଣ୍ଠ ବି ସେମିତି ବେସୁରା। ସେ ଯେମିତି ଚିତ୍କାର କରୁଛି, ଶୁଣିଲେ କାନରୁ ରକ୍ତ ବାହାରି ପଡ଼ିବ। ସତରେ ନା କଣ? ଏମିତି ବି ପକ୍ଷୀ ଦୁନିଆରେ ଅଛନ୍ତି? ଚାଲ ନା ତାକୁ ଥରେ ଦେଖି ଆସିବା। ଏମିତି କଥା ହେଇ ସବୁ ଚଢ଼େଇ କାଉକୁ ଦେଖିବା ପାଇଁ ତା ପାଖକୁ ଗଲେ। ଏସବୁ ଦୂରରୁ ଦେଖି କାଉ ଭାବିଲା, এই ଜଙ୍ଗଲକୁ ଆସି ମୁଁ ବହୁତ ଭଲ କାମ କଲି। এই ଚଢ଼େଇ ମାନେ ଏବେ ମତେ ଦେଖିବାକୁ ଆସୁଛନ୍ତି। ମୁଁ ଜାଣିଥିଲି ତମେ ମାନେ ମତେ ଦେଖିବାକୁ ଆସିବ। ମୁଁ ଯୁଆଡ଼େ ବି ଯାଏ ସମସ୍ତେ ମୋର ସୁନ୍ଦର ଚେହେରା ଆଉ ମୋ କଣ୍ଠସ୍ୱର ଶୁଣିବା ପାଇଁ ମୋ ପାଖକୁ ଆସନ୍ତି। ଯାଉ ତ ଚେହେରା, ତା ଉପରେ ପୁଣି ବେସୁରା କଣ୍ଠ। ତତେ ଦେଖିବାକୁ ପୁଣି ଆମେ ଆସିବୁ? ଆମେ ଶୁଣିଲୁ এই ଜଙ୍ଗଲକୁ ନୂଆ ପକ୍ଷୀ ଆସିଛି, ସେଥିପାଇଁ ତ ପାଖକୁ ଆସିଥିଲୁ। ସେମାନଙ୍କର ଏପରି କଥା ଶୁଣି କାଉର ମନ ଦୁଃଖ ହେଇଗଲା। ସବୁ ଚଢ଼େଇ ତାକୁ କହିଲେ, ତୁ ଏଠାକୁ ଆସି ଭଲ କରିଛୁ। ଏମିତିରେ ବି ଆମ ଜଙ୍ଗଲ ଭାରି ଅପରିଷ୍କାର। କାଲିଠୁ ତୁ ଆମ ଜଙ୍ଗଲର ମଇଳା ସଫା କରିବୁ। କଣ ହେଲା? ମୁଁ ଜଙ୍ଗଲ ସଫା କରିବି? ନା ନା, ମୁଁ ପାରିବିନି। ମୁଁ ସବୁଦିନ ବୁଲି ବୁଲି ମିଠା ମିଠା ଫଳ ଖାଇବି ଆଉ ଗୀତ ଗାଇବି। ତତେ ଆମ କଥା ମାନିବାକୁ ପଡ଼ିବ। ଆଉ ଯଦି ନ ମାନିବୁ ଆମେ ତତେ ଜେଲରେ ବନ୍ଦୀ କରି ରଖିବୁ। ଜେଲ ଭିତରେ ବନ୍ଦୀ ହେବା କଥା ଶୁଣି କାଉ ବହୁତ ଡରିଗଲା। ନା ନା, ମତେ ଜେଲରେ ବନ୍ଦୀ କରି ରଖନି। ତମେ ମାନେ ଯାହା କହିବ ମୁଁ ସବୁ କରିବି। ତେବେ ଠିକ ଅଛି, କାଲିଠୁ ହିଁ ତୁ ଜଙ୍ଗଲ ସଫା କରିବା ଆରମ୍ଭ କର। ଯଦି କେବେ ପଳେଇବାକୁ ଚେଷ୍ଟା କରିବୁ, ତୁ ଯୋଉଠି ବି ଲୁଚିଥିବୁ ଆମେ ତତେ ଖୋଜି ଆଣି ଫାଶୀରେ ଝୁଲେଇ ଦେବୁ। ଏମିତି କହି ସବୁ ଚଢ଼େଇ ସେଠାରୁ ଚାଲିଗଲେ। ତାଙ୍କ କଥା ଶୁଣି କାଉ ମନ ଦୁଃଖରେ ନିଜ ମୁଣ୍ଡ ପିଟୁଥିଲା। ପରଦିନ ସକାଳୁ ହିଁ କାଉ ଜଙ୍ଗଲରେ ପଡ଼ିଥିବା ସବୁ ମଇଳାକୁ ସଫା କଲା। କେତେ ଆଶା କରି ମୁଁ ପାଖ ଜଙ୍ଗଲ ଛାଡ଼ିଥିଲି,
ଏ ଜଙ୍ଗଲରେ ଖୁସିରେ ରହିବି ବୋଲି, ହେଲେ ଏଠି ଆସି ପଡ଼ିଲା ମୋ ମୁଣ୍ଡରେ ବାଡ଼ି। ଏମିତି ମନ ଦୁଃଖ କରି କାଉ ପ୍ରତିଦିନ ଜଙ୍ଗଲ ସଫା କରୁଥିଲା। ଦିନେ ସେ ଜଙ୍ଗଲରେ ବୁଲୁଥିଲା। ହଠାତ୍ ସେ ଗୋଟେ ଯାଦୁଗର ଚଢ଼େଇକୁ ଦେଖିଲା। ତୁମେ କିଏ ଆଉ ତୁମେ ବେକରେ ଏମିତି ମାଳ କାହିଁକି ପିନ୍ଧିଛ? ମୁଁ ହେଉଛି ଗୋଟେ ଯାଦୁଗର। ମୋ ସାମ୍ନାରେ କଥା କହିବାକୁ ସମସ୍ତେ ଡରନ୍ତି। ତୋର ସାହସ କେମିତି ହେଲା ମୋ ସାମ୍ନାକୁ ଆସିବା ପାଇଁ? ଡରିବା ପାଇଁ ବି ମନ ଦରକାର। ମୋ ପାଖରେ ତ ସେ ମନ ହିଁ ନାହିଁ। ମୁଁ କାହିଁକି ତୁମକୁ ଡରିବି? କଣ ହେଇଛି ତୋର? ତୁ ଏମିତି କଥା କାହିଁକି କହୁଛୁ? ମୁଁ କଳା ବୋଲି ସବୁ ଚଢ଼େଇ ମତେ ଘୃଣା କରନ୍ତି ଆଉ ଜଙ୍ଗଲର ସବୁ ମଇଳା ସଫା କରନ୍ତି। ଏମିତି କାଉ କାନ୍ଦି କାନ୍ଦି ସେ ଯାଦୁଗର ଚଢ଼େଇକୁ ସବୁ ଘଟଣା କହିଲା। ଆଚ୍ଛା ଆଚ୍ଛା, ଆଉ କାନ୍ଦିନି। ମୁଁ ତ ଦୁଃଖ କଥା ବୁଝିପାରିଲି। କହିଲୁ କଣ ହେଲେ ତୁ ଖୁସି ହେବୁ? ମୋର ଯଦି ଏ କଳା ଚେହେରା ଧଳା ହେଇଯାନ୍ତା ମୁଁ ଭାରି ଖୁସି ହୁଅନ୍ତି। ମୁଁ ତତେ ଧଳା କରିପାରିବିନି, ହେଲେ ହଁ, ମୁଁ ତତେ ଏକ ତାବିଜ ଦେବି। ସେ ତାବିଜ ପିନ୍ଧିଲେ ତୁ ଅନେକ ଶକ୍ତି ପାଇବୁ ଆଉ ତା ସହ ମୁଁ ତତେ ଅନେକ ଧନ ସମ୍ପତ୍ତି ଦେଇପାରିବି। ସତରେ ତୁମେ ମତେ ଅନେକ ଧନ ସମ୍ପତ୍ତି ଦେଇପାରିବ? ହଁ ହଁ, ମତେ ଅନେକ ଶକ୍ତି ଆଉ ଧନ ସମ୍ପତ୍ତି ଦିଅ। ତାପରେ ଯାଦୁଗର ଚଢ଼େଇ ତା ଯାଦୁ ଶକ୍ତିରେ କାଉକୁ ଏକ ତାବିଜ ଦେଲା, ଯାଦ୍ୱାରା କାଉ ଅନେକ ଶକ୍ତିଶାଳୀ ହେଇଗଲା ଆଉ ସେ ତାକୁ ଅନେକ ଧନ ସମ୍ପତ୍ତି ବି ଦେଲା। ଏତେ ସାରା ଧନ ସମ୍ପତ୍ତି ଦେଖି କାଉ ଅନେକ ଖୁସି ହେଇଗଲା ଆଉ ଯାଦୁଗର ଚଢ଼େଇକୁ ଧନ୍ୟବାଦ ଜଣାଇ ସେ ସବୁ ଧନ ସମ୍ପତ୍ତି ଧରି ନିଜ ଘରକୁ ଫେରି ଆସିଲା। ପରଦିନ ସକାଳେ କାଉ ଜଙ୍ଗଲର ମଇଳା ପରିଷ୍କାର ନ କରି ତା ଘରେ ଆରାମରେ ଶୋଇଥିଲା। ସମସ୍ତେ ମଇଳା ପକେଇ ପକେଇ ଜଙ୍ଗଲକୁ ଅପରିଷ୍କାର କରିସାରିଲେଣି। ଏ କାଉ ଏଯାଏଁ ଜଙ୍ଗଲ ସଫା କରିବାକୁ କାହିଁକି ଆସିଲାନି? ମୁଁ ଯାଇ ଦେଖେ। ଆରେ କାଉ, ତୁ ଏଯାଏଁ ମଇଳା ପରିଷ୍କାର ନ କରି ଘରେ ରହି ଆରାମ କରୁଛୁ? ଏଯାଏଁ କାମ କରିବାକୁ ଯାଇନୁ କଣ ପାଇଁ? ଆଚ୍ଛା, ତୋ ଘରେ ଏତେ ଧନ ସମ୍ପତ୍ତି କୋଉଠୁ ଆସିଲା? ତୁ କାହା ପାଖରୁ ଚୋରି କରିନୁ ତ? ନା, ମୁଁ ଏ ଧନ ସମ୍ପତ୍ତି ଚୋରି କରିନି। ଏ ସବୁ ଧନ ସମ୍ପତ୍ତି ମୁଁ ପାଇଛି। ଏ ସବୁ ମୋର। ଆଜିଠୁ ମୁଁ ତମମାନଙ୍କ ରାଜା। ତମେ ମାନେ ସମ୍ମାନ ଦେଇ ଏବେ ମୋ ସହ କଥା ହୁଅ। ତୋ ଭଳି ଏକ କଳା କାଉକୁ ଆମେ କେବେ ବି ରାଜା ମାନିବୁନି। ଯଦି ରାଜା ନ ମାନିବ, ମରିବାକୁ ପ୍ରସ୍ତୁତ ହେଇଯାଅ। ଏବେ ମୋ ପାଖରେ ଏତେ ଶକ୍ତି ଅଛି ଯେ ମୁଁ ତମ ସମସ୍ତଙ୍କୁ ମାରିପାରିବି ଆଉ ମୋ ଧନ ସମ୍ପତ୍ତି ଦେଇ ତମମାନଙ୍କୁ କିଣିପାରିବି। କାଉର କଥା ଶୁଣି ଆଉ ତାର ଏପରି ଭୟଙ୍କର ରୂପ ଦେଖି ସବୁ ଚଢ଼େଇ ଖୁବ୍ ଡରିଗଲେ। ସେମାନେ କାଉକୁ କଣ କହିବେ ବୁଝିପାରିଲେନି। ଆଚ୍ଛା ଆଚ୍ଛା, ଠିକ ଅଛି, ଆଉ ରାଗନ୍ତୁନି। କୁହନ୍ତୁ, ଆମେ କଣ କଲେ ଆପଣ ଖୁସି ହେବେ? ଏତେ ଦିନ ଧରି ମୁଁ ଯୋଉ ଜଙ୍ଗଲ ପରିଷ୍କାର କରୁଥିଲି, ଆଜିଠୁ ତମେ ମାନେ ସେ ଜଙ୍ଗଲ ପରିଷ୍କାର କରିବ। ଯଦି କାମରେ ଅବହେଳା କରିବ, ସେଦିନ ତମମାନଙ୍କର ଶେଷ ଦିନ ହେବ। ମୁଁ ତମମାନଙ୍କର କାମ ଦେଖି ତମମାନଙ୍କୁ ଖାଇବା ଦେବି। ଏବେ ଯାଅ ଏଠୁ। କାଉର ଏପରି କଥା ଶୁଣି ଭୟରେ ସବୁ ଚଢ଼େଇ ସେଠାରୁ ଚାଲିଗଲେ। ପ୍ରତିଦିନ ସେମାନେ ଜଙ୍ଗଲ ସଫା କରୁଥିଲେ। କାଉ ସେମାନଙ୍କୁ କେବଳ ଥରେ ହିଁ ଖାଇବା ଦେଉଥିଲା, ଯାହା ଫଳରେ କାମ କରିବା ସମୟରେ କିଛି ଚଢ଼େଇ ଅସୁସ୍ଥ ହେଇଯାଉଥିଲେ। ହେଲେ କାଉ ତାଙ୍କ ଉପରେ ଦୟା ନ କରି ତାଙ୍କୁ ଅନେକ ମାରୁଥିଲା। କାଉର ଅତ୍ୟାଚାର ସହି ନ ପାରି ବହୁତ ଚଢ଼େଇ ମରି ଯାଉଥିଲେ। ଏ ଦୁଷ୍ଟ କାଉର ଅତ୍ୟାଚାର ଆଉ ସହି ପାରିବାନି। ଏମିତି ଯଦି ଚାଲିବ, ଏ କାଉ ଦିନେ ଦିନେ ଆମ ସମସ୍ତଙ୍କୁ ମାରିଦେବ। ଚାଲ ଆମେ ସମସ୍ତେ ଆଜି ହିଁ ଆମ ଜଙ୍ଗଲ ରାଜାଙ୍କ ପାଖକୁ ଯିବା ଆଉ ତାଙ୍କୁ କାଉ ବିଷୟରେ ସବୁ କଥା କହିବା। ହଁ ଚଢ଼େଇ, ତୁ ଠିକ କହିଛୁ। ଚାଲ ଚାଲ, ଆମେ ସମସ୍ତେ ରାଜାଙ୍କ ପାଖକୁ ଯିବା। ଏମିତି କଥା ହେଇ ସବୁ ଚଢ଼େଇ ରାଜାଙ୍କ ପାଖକୁ ଯିବା ପାଇଁ ବାହାରିଲେ। ରାସ୍ତାରେ ସେଇ ଯାଦୁଗର ସହ ତାଙ୍କର ଦେଖା ହେଲା। କଣ ହେଲା? ତମ ସମସ୍ତଙ୍କ ମନ ଏମିତି ଦୁଃଖ କଣ ପାଇଁ? ଆଉ ତମେ ମାନେ କୁଆଡେ ଯାଉଛ? ସବୁ ଚଢ଼େଇ କାନ୍ଦି କାନ୍ଦି ସେ ଯାଦୁଗର ଚଢ଼େଇକୁ ସବୁ ଘଟଣା କହିଲେ। ସବୁ ଶୁଣି ଯାଦୁଗର ଚଢ଼େଇ ଭୀଷଣ ରାଗିଗଲା। କଣ ହେଲା? ସେ ଦୁଷ୍ଟ କାଉ ମୋ ପାଖରୁ ଶକ୍ତି ପାଇ ଏତେ ଅହଙ୍କାରୀ ପାଲଟି ଯାଇଛି। ଚଢ଼େଇ ମାନଙ୍କୁ ମାରି ସେ ଠିକ କଲା ନାହିଁ। ମୁଁ ଏବେ ତାକୁ ଅଭିଶାପ ଦେଉଛି। ଯୋଉ ଧନ ସମ୍ପତ୍ତି ପାଇଁ ସେ ଶକ୍ତିଶାଳୀ ହେଇଛି, ସେଇ ଧନ ସମ୍ପତ୍ତି ପାଇଁ ତାର ମୃତ୍ୟୁ ହେବ। ଯାଦୁଗର ଚଢ଼େଇର କଥା ସରୁ ସରୁ ହିଁ କାଉ ବେକରେ ପିନ୍ଧିଥିବା ତାବିଜ ସାପ ହେଇ କାଉକୁ କାମୁଡ଼ିଲା। ସଙ୍ଗେ ସଙ୍ଗେ ହିଁ କାଉର ମୃତ୍ୟୁ ହେଲା। ଏମିତି ସବୁ ଚଢ଼େଇ ସେ ଅତ୍ୟାଚାରୀ କାଉ ପାଖରୁ ମୁକ୍ତ ହେଇ ଖୁସିରେ ରହିଲେ।